ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସାଇକେଲକୁ ଧକ୍କା ଦେଲା କାର୍। ଘଟଣାସ୍ଥଳରେ ସାଇକେଲ ଆରୋହୀ ମୃତ। ଏପରି ଦୁଃଖଦ ଘଟଣା ଘଟିଛି 53 ନମ୍ବର ରାଜ୍ୟ ରାଜପଥର ଠାକୁରମୁଣ୍ଡା ଆନ୍ଦପୁର ରାସ୍ତାର ତରାମରା ଛକ ନିକଟରେ। ସୂଚନା ଥାଉ କି ତରାମରା ଗ୍ରାମର ତ୍ରିଲୋଚନ ଦଳେଇ କୌଣସି କାର୍ଯ୍ୟ ପାଇଁ ତାଙ୍କ ଗ୍ରାମ ଛକ ନିକଟକୁ ସାଇକେଲ ଯୋଗେ ଆସିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ସାମ୍ନାସାମ୍ନି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତ୍ରିଲୋଚନଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଶବ ଜବତ କରି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଏବଂ ଚାଳକକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ତେବେ ଦୁର୍ଘଟଣା ଖବର ଗ୍ରାମରେ ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ତେବେ ଏନେଇ ପ୍ରତ୍ୟକ୍ଷଦର୍ଶୀ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ନିରଞ୍ଜନ ମହାନ୍ତ, ଘର ତରାମରା। ଏ ଯୋଉ ଆକ୍ସିଡେଣ୍ଟଟା ହେଲା କେମିତି ହେଲା, କ'ଣ ହେଇଛି? କାର ଗାଡ଼ି ଆଜ୍ଞା ସବୁଠୁ ଆସୁଥିଲା। ହଁ ଏପଟୁ ଇଏ ସାଇକେଲ ନେଇକି ଆସୁଥିଲା। ହୁଁ ଏଇଠି ସାଇକେଲ ଦେବା ପାଇଁ ତାଙ୍କର ଏଇଠି ଅଛନ୍ତି ଲୋକ। ହୁଁ ସାଇକେଲ ଦେଇଥାନ୍ତା, ସିଏ ଗାଡ଼ିରେ ଯାଇଥାନ୍ତା, ସିଏ ଗୋଟେ ଡ୍ରାଇଭରଟା। ହୁଁ ହୁଁ ଆଉ ଇଏ ସାଇକେଲ ଦେବାକୁ ସିଏ ଗାଡ଼ି ବି ସବୁଠୁ ଇଣ୍ଡିକା ଗାଡ଼ି ବହୁତ ସ୍ପିଡି ଆସିଛି। ହୁଁ ଇଏ ପାରି ଆସିବି କହିଛି ରାସ୍ତା, ହୁଁ କିନ୍ତୁ ଏ ଗାଡ଼ି ବାଲା ତାକୁ ବାଡ଼େଇ ଦେଇଛି। ଆଉ ବାଡ଼େଇ ଦେଇଛି ମାନେ ଏଇଠୁ ପୁରା ଏଇ ଜାଗାରୁ ବାଡ଼େଇଛି, ପୁରା ଘୋଷାରିକି ନେଇଛି ହେଇଠି ପର୍ଯ୍ୟନ୍ତ ସ୍ପଟ ଡେଥ୍। ଆଚ୍ଛା, ୟାର ନାଁ କ'ଣ? ଗୌତମ ଦଳେଇ। ଆଚ୍ଛା।